ଶ୍ରୀକ୍ଷେତ୍ରରେ ଥିବା ପ୍ରାଚୀନ ମଠଗୁଡ଼ିକର ବିଜୟସ୍ଥଳୀ ମଠ ନାମରେ ନାମିତ କରିବା ଏବଂ ମଠଗୁଡ଼ିକର ଉନ୍ନତି ବିକାଶ କରିବା ନେଇ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘର ସାମ୍ବାଦିକ ସମ୍ମିଳନୀ ସେପ୍ଟେମ୍ବର 4 ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲା ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ। ଆମର ମଠ ଭାଙ୍ଗି ଯାଇଛି, ଯେମିତି 17 ଗୋଟି ମଠ ମନ୍ଦିର ଚତୁଃପାର୍ଶ୍ୱରେ ଭାଙ୍ଗି ଯାଇଛି, ତାକୁ ବର୍ତ୍ତମାନ ଭଗ୍ନ କରିକି ରଖି ଦିଆଯାଇଛି। ତାର ବର୍ତ୍ତମାନ କୌଣସି ବିଜୟସ୍ଥଳୀ ଆମ ନାଁରେ ପଟ୍ଟା ନାହିଁ କି ରେକର୍ଡ଼ ନାହିଁ। ବର୍ତ୍ତମାନ ଆମେ କରିବୁ କ'ଣ? ସେଥିପାଇଁ ସେଇଟା ଆମ ନାଁରେ ରେକର୍ଡ଼ ହେବା ଦରକାର ପ୍ରଥମ ଦାବି। ଏବଂ ଯେଉଁ ମଠ ଗୁଡ଼ାକ ଭାଙ୍ଗି ଦିଆଯାଇଛି ଏବଂ 46 ଗୋଟି ମଠ ଯେଉଁ ପୁରୀ ସହରରେ ଅଛି, ଯେଉଁ ପୁରାତନ ମଠ, ସେ ମଠ ଗୁଡ଼ିକର ପୁରାତନ ଐତିହ୍ୟକୁ ପୁଣି ସଂରକ୍ଷିତ କରାଯାଇ ତାକୁ ସୁରକ୍ଷିତ କରାଯାଉ ଏବଂ ସେ ଐତିହ୍ୟକୁ ପୁଣି ଲୋକମାନେ ଯେମିତି ଜାଣିପାରିବେ କି ଆମର ଶହ ଶହ ବର୍ଷର ମଠ ଥିଲା। ଯେତେବେଳେ ତକିଖା ଆକ୍ରମଣ କଲେ ସେତେବେଳେ ମଠର ମହନ୍ତମାନେ ଏବଂ ସେବକମାନେ ଜଗନ୍ନାଥଙ୍କୁ ମୁଣ୍ଡରେ ମୁଣ୍ଡେଇ ମୁଣ୍ଡିକି ମାରଦା ନେଇକି ଯାଇଥିଲେ। ସେ ଜିନିଷ ସେ ମଠର ସ୍ଥିତି ବିଲୁପ୍ତ ହୋଇଗଲାଣି। प्रशासन निश्चित भाव में गोटे नोटिफिकेशन करते से नोटिफिकेशन सरकार पाखे बर्तमान पेंडिंग अच्छी। सरकार ही तार फाइनाल अथॉरिटी बर्तमान आईन विभाग से रही। तेणु आईन विभाग यथाशीघ्र आम नवेदन करवा जमी पूर्व सरकार समय शंकराचार्य मठर गोवर्धन पीठर 4 एकर विजयस्थली संपत्ति को बिना स्टाम्प ड्यूटी बिना पैसा जमी फेरई देते से भाव में पुरीर थिबा जगन्नाथ महाप्रभु नाम रे संपत्ति थिबा विजयस्थली मठ गुड़िक सेमती फेरई देवा दरकार। निश्चित भाव फेरई देवार गोटे मानविकता यहाँ कहीं गोटे उदाहरण पूर्व सरकार करिसेंती जे शंकराचार्य मठ को 4 एकर संपत्ति एमती स्टाम्प ड्यूटी पड़ना। तेणु अन्य मठ गुड़िक से आचार्य मान द्वारा तैयारी खाली शंकराचार्य मठ शंकराचार्य आदि शंकराचार्य आसते आरंभ करते नुहे रामानुजाचार्य आसुँच 12 मठ कर बल्लभाचार्य आसुँच निम्बाचार्य आसुँच चैतन्य आसुँच नानक आसुँच समस्ते जो मैंने आसी जो बसी से हूँ गोटे गोटे पीठ एवं से गोटे ब्यूरो रिपोर्ट तीर्थक्षेत्र लाइव।